ଯୁବରାଜ ସିଂଙ୍କ ପାଦ ଛୁଇଁଲେ ଅଭିଷେକ ଶର୍ମା। 14 ବଲରୁ କଲେ ଅର୍ଦ୍ଧଶତକ। ଇତିହାସ ରଚିଲେ ଅଭିଷେକ ଶର୍ମା। 60 ବଲ ପୂର୍ବରୁ ମ୍ୟାଚ୍ ଜିତିଲା ଭାରତ। ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଏବେ ଚାଲନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବା। 14 ବଲରୁ ଅର୍ଦ୍ଧଶତକ ମାରି ଟିମ୍ ଇଣ୍ଡିଆକୁ ବିଜୟୀ କଲେ ଅଭିଷେକ ଶର୍ମା। ନ୍ୟୁଜିଲାଣ୍ଡ ବିପକ୍ଷ ଟି20 ସିରିଜ୍ ଜିତିଲା ଭାରତ। ତୃତୀୟ ଟି20କୁ 8 ୱିକେଟରେ ଜିତିବା ସହ ଆଗୁଆ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ। 154 ରନ୍ର ବିଜୟୀ ଲକ୍ଷ୍ୟକୁ 10 ଓଭରରେ ହାସଲ କଲା ଭାରତ ଦଳ। ଅଭିଷେକ ଶର୍ମାଙ୍କ ଅପରାଜିତ 68, ଯେଉଁଥିରେ ସେ ଧୁଆଁଧାର ବ୍ୟାଟିଂ କରିଥିଲେ। ସେ ମାତ୍ର 14 ବଲରେ ଅର୍ଦ୍ଧଶତକ କରିଥିଲେ ଏବଂ ଏହି ମ୍ୟାଚ୍ ବିଜୟ ପରେ ସେ ତାଙ୍କର କୋଚ୍ ଯୁବରାଜ ସିଂଙ୍କ ପାଦ ଛୁଇଁଥିଲେ ଏବଂ ନମସ୍କାର କରିଥିଲେ। ସୁରକ୍ଷା ଯାଦବ ମଧ୍ୟ ଅପରାଜିତ 57 ରନ୍ ଟିମ୍ ଇଣ୍ଡିଆକୁ ବଡ଼ ସଫଳତା ଦେଲା। ଆଉ ଲଗାତାର ତୃତୀୟ ମ୍ୟାଚ୍ ଜିତିବା ସହ 5 ମ୍ୟାଚ୍ ବିଶିଷ୍ଟ ସିରିଜରେ ଆଗୁଆ ବିଜୟୀ ହେଲା ଟିମ୍ ଇଣ୍ଡିଆ। ହଁ ଦର୍ଶକ ବନ୍ଧୁ, ଟିମ୍ ଇଣ୍ଡିଆ ଟି20 ସିରିଜରେ ନ୍ୟୁଜିଲାଣ୍ଡକୁ ସମ୍ପୂର୍ଣ୍ଣ ଏକବାକ୍ୟା ଭାବେ ପରାସ୍ତ କରିଛି ଭାରତ। ଗୌହାଟୀରେ ସିରିଜର ତୃତୀୟ ମ୍ୟାଚ୍ ଭାରତରେ ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ଏବଂ ଅଭିଷେକ ଶର୍ମାଙ୍କ ନିର୍ଦ୍ଦୟ ବ୍ୟାଟିଂ ନ୍ୟୁଜିଲାଣ୍ଡକୁ 8 ୱିକେଟରେ ପରାସ୍ତ କରିବାରେ ସଫଳତା ହୋଇଛି, ଯେଉଁଥିରେ ଦେଖିବାକୁ ମିଳିଥିଲା ଅଭିଷେକ ଶର୍ମାଙ୍କ 14 ବଲରେ ଅର୍ଦ୍ଧଶତକ।